ଦେଖନ୍ତୁ ତମ ଜାନି ମାନି ଲୋକ ବ୍ଲଗର ଭାଇ ଆପଣ ସାର୍ ଆଜି ଏଠି ବଇଛନ୍ତି କଣ କହିବେ? ମୁଁ ଏତିକି କହିବା ପାଇଁ ଚାହେଁ କି ଆଜି ହଉଛି ମଙ୍ଗଳବାର, ଆଜି ହଉଛି 31 ତାରିଖ, କାଲି ହଉଛି 1 ତାରିଖ, ପହର ହଉଛି 2 ତାରିଖ। ତ ଦୟାକରି ଆପଣ ମାନଙ୍କୁ ସମସ୍ତଙ୍କୁ ଗୋଟେ ରିକ୍ୱେଷ୍ଟ କି ଆଜ୍ଞା ଯୋଉମାନେ ଫାଇନାନ୍ସ ରେ ଅଛନ୍ତି, ମାନେ ବାଜାଜ ଫାଇନାନ୍ସ ରେ, ଦୟାକରି ଆଜି ରାତିରେ ଆଜ୍ଞା ପଇସା ପକେଇ ରଖନ୍ତୁ। କାହିଁକି ନା 2 ତାରିଖ ଦିନ ସିଏ କହିବେନି କାଟିଦେବେ। 7,250 ଟଙ୍କା ଛାଡିଲ କାଲି ମୋର ବି ଦିଟା ଆଜ୍ଞା କଟିବ, ମୁଁ କାହାକୁ କହିନି। ଆଉ ଗୋଟେ କଥା କି ଯଦି ଆପଣ ଠିକ ସମୟରେ ନ ପକଉଛନ୍ତି ସିଏ କାଟିଦେବେ ପ୍ରଥମ। ଦ୍ୱିତୀୟ କଥା ସିଏ ଆଜ୍ଞା ଦିନକୁ 100 ଥର ଖଣ୍ଡେ ଫୋନ କରିବେ। ଆପଣ ଯୋଉ କାମ କରୁଥିବେ ନା ଜମା କାମ କରିପାରିବେନି, ପୁରା ଡିଷ୍ଟର୍ବ କରିଦେବେ। ତଥାପି କହିବେ ଆଜ୍ଞା ଟିକେ ପକେଇ ଦଉନାହାନ୍ତି, ମାନେ ଖୁସି ସିଆଡୁ ସିଆଡୁ କହୁଥିବେ। କିନ୍ତୁ ଆମର ଆଜ୍ଞା ଯୋଉ ଯନ୍ତ୍ରଣା ହଉଥିବ, ଟଙ୍କା 500 ଇନକମ କରିବୁ ଗୋଟେ ଦିନରେ, ତା ଦେହରେ ଖର୍ଚ୍ଚ ବାଚ ଯାଇ ତେଲ ପକା ଯାଇ ଭଲ ମନ୍ଦ ଯାଇକିରି ଟଙ୍କା 200 ଖଣ୍ଡେ ରହିବ। ଆଉ କଣ କହିବା, ଏଇତ କଥା। ଆଉ ଗୋଟେ ଖୁସିର କଥା କଣ, ପିଲାମାନେ ଆମର ଯୋଉ ଭୋଜି କରୁଛନ୍ତି, ଅଧାରେ ଅଟକି ଯାଇଥିଲି, ପିଲାମାନେ ଆମର ଭୋଜି କରୁଛନ୍ତି। ଆଜି ହଉଛି ଚିକେନ ଭୋଜି, ମୁଁ ନାଦି ଦେଇ ଯାଇଛି। ଆଉ ପିଲାମାନେ ଖୁସି ବାସି କରୁଛନ୍ତି, କାହିଁକିନା ମୁଁ ଟିକେ ଶୈଳୀରେ କହିପାରୁନି, ସେଇଟା ଗୋଟେ କଥା। ଆଉ ଦ୍ୱିତୀୟ କଥା କଣ, ଯେ ଭିଡିଓଟା ବସି ଏଡିଟିଂ କରିଥିଲି, ଯେତେ ପିଲାମାନେ ଏଠି ବସିଛନ୍ତି, ମୁଁ ଆଉ କରିପାରିଲିନି, କାହିଁକି ନା ପିଲାମାନେ ସବୁ ବସିଛନ୍ତି। ଆଉ କଣ ଭିଡିଓ ଏଡିଟିଂ କରିହବନି, ଭଏସ ଫଏସ ଦେଇହବନି, ଗଲା। ଆଉ ଗୋଟେ ବଢିଆ କଥା କହିବି କି ଖରା ଦିନ ଆଜ୍ଞା ଆସିଲାଣି, ସଫିସିଏଣ୍ଟ ଆପଣ ଯୋଉମାନେ ଯୋଉଠି କାମ କରନ୍ତୁ ସଫିସିଏଣ୍ଟ ପାଣି ଆଗ ପିଇବେ, ତାପରେ ଆଜ୍ଞା ଯୋଉ କଥା ପାଣିଆ ତରଭୁଜ ତରଭୁଜ ଖାଇବେ। ମୋର ଆଜ୍ଞା ଫେବରାଇଟ ତରଭୁଜ, କିଲୋ 20 ଟଙ୍କା ନେଇକି। ଆଉ